ମାନବ ଶରୀର ଜଗତେ ଖାଉ ଅଛନ୍ତି ବାଣ୍ଟି କେହି ନ ପାରନ୍ତି ତେଜିଣ ମାଇପ ମାଟି। ଆଜ୍ଞା ମା ମାଇପ ମାଟି ଏ ତିନି ଜଣ ଏ ପିଣ୍ଡଟାକୁ ଖାଇଦେଲେ। କେମିତି ଖାଇଲେ ନା ମାତାଟି ଯତନେ ଧରାଇ ଦିଏ କାଳ ସର୍ପିଣୀ ଏ ମାଇପ ରୂପରେ ମାନବ ଡଙ୍କେ ଦିଏ ସେ ହାଣି। ଏ ପିଣ୍ଡୁ ପ୍ରାଣ ଚାଲି ଗଲେଟି ପିଣ୍ଡ ମିଶେ ମାଟିରେ ଏ ପରିବିନାଶ ଭଇନର ରଙ୍ଗ ଭୂମିରେ ଏ ଯେପରି ଆସିଛି ସେପରି ଦିନେ ଯିବ ବାହାରି ଏ କାହା ପାଇଁ ଆଉ କାହିଁକି କରୁ ଥିବା ଗୁହାରି। ଜୟ ଜଗନ୍ନାଥ, ଜୟ ଶ୍ରୀ ଅଚ୍ୟୁତ, ଜୟ ଶ୍ରୀ ଗୁରୁଦେବ। ରଞ୍ଜନ ବାବା ଆପଣ ଗୋଟେ ଭଲ କଥା ସୁନ୍ଦର କଥା ମତେ ପଚାରିଲେ ଯେ 64 ଯୋଗିନୀ କୋଉଠି ଅଛନ୍ତି। ମୁଁ ଆପଣଙ୍କୁ 3ଟି ମତରେ ଆକୁ କହିବି। ଗୋଟିଏ ମତ ବ୍ରହ୍ମାଣ୍ଡ ମତ, ଗୋଟିଏ ମତ ପୌରାଣିକ ମତ, ତୃତୀୟ ମତଟି ହଉଛି ଶରୀର ତତ୍ଵ ଉପରେ କୋଉଠି 64 ଯୋଗିନୀ ଅଛନ୍ତି। ଏଇ କଥାଟି ମୁଁ ଆଜି ଆପଣଙ୍କୁ କହିବି। 64 ଯୋଗିନୀ ଶିବ ପୁରାଣ ମତରେ 64 ଯୋଗିନୀ କିଏ ନା ସତୀ ଯେତେବେଳେ ଭସ୍ମୀଭୂତ ହେଲେ ଯଜ୍ଞ କୁଣ୍ଡରେ ତାଙ୍କର ଗଳିତ ଶବକୁ ଶିବ ଧରି ପୃଥିବୀ ସାରା ବୁଲିଲେ। ଆଚ୍ଛା ପାଗଳଙ୍କ ଭଳି। ଏଇ ସମୟରେ ହେଲା କଣ ନା ଦେବତା ମାନେ ଚିନ୍ତା କଲେ ଯେ ଶିବ ଯଦି ଏଭଳି ଇଏ କରନ୍ତି ତାହେଲେ ପୃଥିବୀ ଧ୍ୱଂସ ହୋଇଯିବ। ଆକୁ ନେଇ ଦେବତା ମାନେ ବିଷ୍ଣୁଙ୍କ ପାଖକୁ ଗଲେ। ବିଷ୍ଣୁଙ୍କୁ ଏ କଥା କହିଲେ। ବିଷ୍ଣୁ କହିଲେ ଠିକ ଅଛି ମୁଁ ଦେଖୁଛି ତାର କଣ ପ୍ରତିକାର ହେଇପାରିବ। ବିଷ୍ଣୁ କଣ କଲେ ନା ଚକ୍ର ସୁଦର୍ଶନକୁ ଆଜ୍ଞା ଦେଲେ ଯେ ସତୀଙ୍କର ଗଳିତ ଶବକୁ ତୁମେ ଖଣ୍ଡ ଖଣ୍ଡ କରିକି କାଟି ପକାଅ। ଏହି ସମୟରେ ସୁଦର୍ଶନ ଯାଇ ସତୀଙ୍କର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ଖଣ୍ଡ ଖଣ୍ଡ କରିକି କାଟିଲେ। ଯଦି କାଟିଲେ ଯୋଉ ଜାଗାରେ ପଡିଲା 64 ଖଣ୍ଡ କରିକି ସୁଦର୍ଶନ ତାକୁ କାଟିଦେଲେ। ଏମିତି ଖଣ୍ଡ ଖଣ୍ଡ କି 64 ଖଣ୍ଡ ହେଇଗଲା। ଯୋଉ ଖଣ୍ଡ ଯୋଉଠି ପଡିଲା ସେଠି ଗୋଟେ ଶକ୍ତିପୀଠ ଉତ୍ପନ୍ନ ହେଲା। ଆଜ୍ଞା ଆମର କାଉଁରୀ କାମାକ୍ଷା ସେଠି ଜୋନି ଖଣ୍ଡ ପଡିଲା। ପାଦ ଖଣ୍ଡ ଆମର ଶ୍ରୀକ୍ଷେତ୍ର ମା ବିମଳାଙ୍କ କତିରେ ପାଦ ଖଣ୍ଡ ପଡିଲା। ଆମର ଯାଜପୁରରେ ନାଭି କ୍ଷେତ୍ର ମାଙ୍କର ନାଭି ଖଣ୍ଡ ସେଠି ପଡିଲା। ଏମିତି ବିଭିନ୍ନ ଜାଗାରେ ପଡିକି 64 ଖଣ୍ଡ ରେ ତାକୁ ବିଭକ୍ତ ହେଲା। 64 ଯୋଗିନୀ ସେମାନେ ହେଲେ। କିନ୍ତୁ ଏ 64 ଯୋଗିନୀକୁ କାହିଁକି ଉତ୍ପନ୍ନ କଲେ? ମାତୃ ଶକ୍ତିପୀଠ ଉତ୍ପନ୍ନ ହେଲା। ଏ 64 ମାତୃପୀଠକୁ ସୁରକ୍ଷା ଦେବା ପାଇଁ 64 ଯୋଗୀଙ୍କର ଆବଶ୍ୟକ ପଡିଲା। ପୀଠ ଆପଣ ଗୋଟେ ଘର କରିଛନ୍ତି, ଆପଣ ତ ପୁଣି ଗୋଟେ ଜଗୁଆଳି ରଖୁଛନ୍ତି ନା। ସେଥିପାଇଁକା 64 ଯୋଗିନୀକୁ ମା ଉତ୍ପନ୍ନ କଲେ। ସେ ତାଙ୍କର ସଖୀ ସହଚରୀ ଭଳି ରହିଲେ ଆଜ୍ଞାକାରୀ ହିସାବରେ। ସିଏ ଯେତେବେଳେ ଭ୍ରମଣ କରିବା ପାଇଁ ମା ଯାଆନ୍ତି ସିଏ ମାଙ୍କ ସଙ୍ଗରେ ଚାଲନ୍ତି। କିନ୍ତୁ ଇଏ ହଉଛି ଶିବ ପୁରାଣ ମତ। କିନ୍ତୁ ବ୍ୟାସଦେବ ଆଜି 1000 ବର୍ଷ ପୂର୍ବରୁ ଲେଖିଛନ୍ତି ଯେ 64 ଯୋଗିନୀ ଆଉ କୋଉଠି ନାହାନ୍ତି। 64 ଯୋଗିନୀ ଆମରି ପରିବାରରେ ଅଛନ୍ତି। 64 ଯୋଗିନୀ କିଏ ନା ଯାହାକୁ ତୁ ବିବାହ ହେଲୁ ଏ ଶାଢୀ ଶଙ୍ଖାରେ ଆରେ ଖାଉଅଛି ତୋତେ ସେହି ଦେବୀ ରୂପ ହୋଇ। ଆଜ୍ଞା କହିବାର ତାତ୍ପର୍ଯ୍ୟ
ଯାହାକୁ ତୁ ବିବାହ ହେଲୁ ଶାଢୀ ଶଙ୍ଖା ଦେଇରେ ଖାଉଅଛି ତୋତେ ସେଇ ଦେବୀ ରୂପ ହୋଇରେ। ଏ କଥାଟି ସେ କବିଙ୍କର ନା ମୋର ଆଉ ଖ୍ୟାଲରେ ପଡୁନି। ସେ ଲେଖିଲେ ଯେ ଘାଇ ଯାକ ମୁକୁଳା ତୁ ବନ୍ଧ କେତେ ବାନ୍ଧୁରେ ଆପେ ମଲେ ଯୁଗ ଯାଏ ପର ଲାଗି କାନ୍ଧୁରେ। ଆରେ ଯାହାକୁ ତୁ ବିବାହ ହେଲୁ ଶାଢୀ ଶଙ୍ଖା ଦେଇରେ ଖାଉଅଛି ତୋତେ ସେଇ ଦେବୀ ରୂପ ହୋଇରେ। ଆଜ୍ଞା ପ୍ରତ୍ୟେକ ଘରେ ଆଜ୍ଞା ଆପଣ ଜଣେ ଜଣେ ସଂସାରୀ ଆପଣ ନିଜେ ବିଚାର କରିବେ କେମିତି ଦେବୀ ରୂପରେ ଆପଣଙ୍କୁ ଖାଉଛନ୍ତି। ବାୟା ବାବା ଠିକ ସେଇ କଥା କହିଲେ ଯେ ମାନବ ଶରୀର ଜଗତେ ଖାଉ ଅଛନ୍ତି ବାଣ୍ଟି କେହି ନ ପାରନ୍ତି ତେଜିଣ ମା ମାଇପ ମାଟି। ଆଜ୍ଞା ମା ମାଇପ ମାଟି ଏ ତିନି ଜଣ ଏ ପିଣ୍ଡଟାକୁ ଖାଇଦେଲେ। କେମିତି ଖାଇଲେ ନା ମାତାଟି ଯତନେ ଧରାଇ ଦିଏ କାଳ ସର୍ପିଣୀ ଏ ମାଇପ ରୂପରେ ମାନବ ଡଙ୍କେ ଦିଏ ସେ ହାଣି। ଏ ପିଣ୍ଡୁ ପ୍ରାଣ ଚାଲି ଗଲେଟି ପିଣ୍ଡ ମିଶେ ମାଟିରେ ଏ ପରିବିନାଶ ଭଇନର ରଙ୍ଗ ଭୂମିରେ ଏ ଯେପରି ଆସିଛି ସେପରି ଦିନେ ଯିବ ବାହାରି ଏ କାହା ପାଇଁ ଆଉ କାହିଁକି କରୁ ଥିବା ଗୁହାରି। ବୋଲ ଭକ୍ତ ବତ୍ସଳ ଭଗବାନ କି ଜୟ। କହିବାର ତାତ୍ପର୍ଯ୍ୟ ମା ମାଇପ ମାଟି ଏ ତିନି ଜଣ ମାନବ ଶରୀରଟାକୁ ଖାଇଦେଲେ। କେମିତି ଖାଇଲେ ନା ମାତାଟି ଯତନେ ଧରାଇ ଦେଲା କାଳ ସର୍ପିଣୀ। ମା ବାପା ପାଖରେ ଅନ୍ୱେଷଣ କଲା କହିଲା ହେ ଶୁଣୁଛ ନା କଣ ନା ଆରେ ଆମ ପୁଅ ସାଙ୍ଗର ପିଲାମାନେ ବାହାସାହା ହେଇ ତାଙ୍କର ପିଲା ପିଚିକା ହେଲେଣି ତମେ ଆମ ପୁଅଟାକୁ ବୁଢା କରିବ ନା କଣ ବାହାଘର କରେଇବନି ନା ହେ କାହିଁ ପାଟି କରୁଛ ଆମର ପିଲା ପୁଅଟା ତମେ ଏମିତି କହୁଛ। ମା ଚିନ୍ତା କଲା କଲା ବାପା ଭାବୁଛି ମୋ ପୁଅ ଛୋଟ ପିଲାଟି ହେଇଛି ଏ ବୁଢା ଶୁଣିବନି ଏ ବୁଢାକୁ ପେଣ୍ଟେଡ ମେଡିସିନ ଦରକାର। ନା ପେଣ୍ଟେଡ ମେଡିସିନ କଣ ମା ପ୍ଲାନ କଲା କହିଲା ତରକାରୀରେ ସେଦିନ ଲୁଣ ପୁରାଏ ପୁଳେଇ ଦେଲା। ଯେତେବେଳେ ବୁଢା ଖାଇ ବସିଲା ଖାଇଛି ଏ ଇଏ କଣ ତରକାରୀ ନା ମୁଁ କଣ କରିବି ମୋର କଣ ହୋବ ଅଛି ମୁଁ ପା ବୁଢୀ ହେଇଗଲିଣି ମୋର ଆଉ ହୋବ ରହୁନି ଚଳେଇ ଦିଅ ଆଉ। ସେଦିନଟି ବାପା ଚଳେଇ ଦେଲେ। ଦ୍ୱିତୀୟ ଦିନ ଲଙ୍କାଗୁଣ୍ଡ ଗୁଡେ ଛାଡିଦେଲା ଜାଣି ଜାଣିକା ମା। ଯେତେବେଳେ ପାଟିକି ବୁଢା ତରକାରୀ ନେଇ ଆହା ମୋ ପେଟ ଜଳିଗଲା କଣ କରିବି ଏଇଭଳିଆ କଣ ମଣିଷ ରାନ୍ଧନ୍ତି ନା ମୁଁ କଣ କରିବି ତମକୁ ତ କହି କହିକା ତମେ ବୋହୁଟା ଆଣୁ ନା ମୁଁ ତ ଆଉ ବୁଢୀ ହେଇଗଲିଣି ହୋବ ରହୁନି ଆଉ ମୁଁ କଣ କରିବି ମୁଁ ପାରୁନି ତମେ ବୋହୁଟେ ଆଣ। ବାପା ସେଠୁ ଚିନ୍ତା କଲେ ଯେ ନାଇଁ ସତରେ ମୋ ସ୍ତ୍ରୀଟା ବାର୍ଦ୍ଧକ୍ୟତାକୁ ଗ୍ରାସ କଲାଣି ଆଉ ସିଏ ପାରୁନି ମୁଁ ଗୋଟେ ବୋହୁଟେ ଆଣିବି। ବୋହୁଟିଏ ଖୋଜିଲା ବାପା। ବୋହୁଟିଏ ଖୋଜି ଖୋଜି 100 200 ଝିଅ ଦେଖି ଦେଖିକା ଗୋଟିଏ କନ୍ୟାକୁ ପସନ୍ଦ କଲେ ପିତା ତାକୁ ନେଇକି ଆସିଲେ। ନେଇକି ଆସିବା ପରେ ଘର ସଂସାର ଭିତରେ ବୋହୁଟି ରହିଲା। ପୁଅର ଜୀବନକୁ ଆସ୍ତେ ଆସ୍ତେ ମାତାଟି ଯତନେ ଧରାଇ ଦେଲା କାଳ ସର୍ପିଣୀ ମାଇପ ରୂପରେ ମାନବ ଡଙ୍କେ ଦିଏ ସେ ହାଣି। ପିଣ୍ଡୁ ପ୍ରାଣ ଚାଲିଗଲେ ପିଣ୍ଡ ମିଶେ ମାଟିରେ। ଆଜ୍ଞା ଆପଣ ପୋଡନ୍ତୁ ବା ପୋତନ୍ତୁ ଏଇ ମା ମାଟି ଖାଇଲା ଏଠି ସ୍ତ୍ରୀ ଖାଇଲା ଏଠି ମାଟି ଖାଇଲା ସେଠି ମାଟି ପ୍ରେରଣାଦାୟୀ ହେଲା। ସେଥିପାଇଁକା ଗୋସ୍ୱାମୀ ତୁଳସୀ ଦାସ ମହାରାଜ ଗୋଟେ ସୁନ୍ଦର ଉକ୍ତି ଲେଖନ କଲେ। କଣ ଲେଖିଲେ ନା दिन के मोहिन राति के बाघिन पलक पलक लहू सोस ए दुनिया साला सबू जानता है घरे घरे बाघिनी पोष। आज्ञा क्षमा करिवे कहीं देह को नेबेनी ए कथाटी महापुरुष कहते मु से कथाटी कहली मोर एथरे किसी भूल नाही। आज्ञा आज्ञा मु भी गोटे मार पुओ आपण माने भी गोटे मार पुओ सेथिपाई का
ମାନେ ସିଆଡକୁ ଆଉ ଖରାପ ଚିନ୍ତାଧାରାକୁ ନେବେନି ଏ କଥାଟି। ଏଠି ଟପିକଟି ରହିଲା ମାତାଟି ଯତନେ ଧରାଇଦେଲା କାଳ ସର୍ପିଣୀ ମାଇ ପର ଉପରେ ମାନବ ଡଙ୍କେ ଦିଏ ସେ ଆଣି ପିଣ୍ଡୁ ପ୍ରାଣ ଚାଲିଗଲେ ଟି ପିଣ୍ଡ ମିଶ ବାଟିରେ ଏପରି ବିନାଶ ଲଭଇ ନର ରଙ୍ଗଭୂମିରେ ଯେପରି ଆସିଛି ସେପରି ଦିନେ ଯିବ ବାହାରି। ଦିନେ ଆସିଛି ଏ ଦୁନିଆକୁ ଦୁନିଆ ଦିଟା ନିଆଁ ଆଜ୍ଞା ଦିଟା ନିଆଁ କଣ ଗୋଟିଏ ଏନ୍ତୁଡି ନିଆଁ ଗୋଟିଏ ଜୁଇର ନିଆଁ। ଆଜ୍ଞା କିଛି କଥାକାର ମାନେ କୁହନ୍ତି କିଛି ଶାସ୍ତ୍ରକାର ମାନେ ଶାସ୍ତ୍ରରେ ଲେଖିଛନ୍ତି ଏ 2.5 ଦିନକୁ ଆସିଛେ। ଆରେ 2.5 ଦିନକୁ ଏତେ ବଢେଇ କାହିଁକି ଆଜ୍ଞା 2.5 ଦିନ କଣ ଦିନେ ଜନ୍ମ ହେଲ ଏନ୍ତୁଡି ନିଆଁ ଦିନେ ମୃତ୍ୟୁବରଣ କଲ ଜୁଇର ନିଆଁ ଆଉ ମଝିରେ ମାତ୍ର ଓଳିଏ ପାଇଁ ଭାଇ ଭାଇର ବେକରେ ଛୁରୀ ଲଗଉଛି ବାପ ପୁଅରେ ଯୁଦ୍ଧ ଚାଲିଛି ଭାଇ ଭଉଣୀରେ ଯୁଦ୍ଧ ଚାଲିଛି ଏଇ ହଉଛି ଦୁନିଆ। କିନ୍ତୁ ମହାପୁରୁଷ ଅଚ୍ୟୁତ କହିଲେ ନାରୀ ହୋଇବେ ଲଙ୍ଗଳା ବେଶ ଏଥକୁ ଅଚ୍ୟୁତ କରିବ କିସ। ଆଜ୍ଞା ନାରୀ ମାନେ ଅଧଲଗ୍ନ ଡ୍ରେସ ପିନ୍ଧି ବଜାର ଘାଟ ରାସ୍ତା ଗ୍ରାମ ଗଣ୍ଡା ଚାରିଆଡେ ବୁଲିବେ ଆକୁ ପୁରୁଷ ଦେଖି ଆକୃଷ୍ଟ ହେବେ। ପୁରୁଷ ଆକୃଷ୍ଟ ହେଲେ କଣ ହବ ନା ବୀର୍ଯ୍ୟ ସ୍ଖଳନ ହବ। ବୀର୍ଯ୍ୟ ସ୍ଖଳନ ହେଲେ କଣ ହବ ନା ଆୟୁ କ୍ଷୟ ହବ। ଆୟୁ କ୍ଷୟ ହେଲେ କଣ ହବ ନା ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ ହବ ଏ କଥା ହବ। ସେଥିପାଇଁକା ପ୍ରତ୍ୟେକ ଘରେ ଘରେ ବର୍ତ୍ତମାନ ଯୋଗିନୀଗଣ ଅଛନ୍ତି। କିନ୍ତୁ ଇଏ ତ ଗଲା ଦିଟା କଥା ମୁଁ କହିଲି। ତୃତୀୟ କଥା ଯୋଗିନୀଗଣ କୋଉଠି ଅଛନ୍ତି ବର୍ତ୍ତମାନ ଆମର ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ବାଳକାଟି ସେଠି ଅଛି 64 ଯୋଗିନୀଙ୍କର ମନ୍ଦିର। ସେ 64 ଯୋଗିନୀଙ୍କ ମନ୍ଦିରରେ 64 ଯୋଗିନୀ ପୂଜା ପାଉଛନ୍ତି। ଆଜ୍ଞା ମହାପୁରୁଷ ଲେଖିଲେ ଯେ କଳିର ଯେତେବେଳେ ଘୋର କଳି ବ୍ୟାପିଯିବ ସେତେବେଳେ ସେ ଯୋଗିନୀ ମାନେ ବାହାରିକି କଣ କରିବେ ନା ପାପୀ ମାନଙ୍କୁ ହାଡ ରୁଧିର ଗୋଡେଇ ଗୋଡେଇକା ଖପରରେ ହାଣିବେ ତାଙ୍କୁ ଖାଇବେ ଭିଡି ଓଟାରିକି। ଏ କଥା ବି ମହାପୁରୁଷ ଲେଖିଛନ୍ତି। କିନ୍ତୁ ଆଜ୍ଞା ସିଆଡକୁ ଯିବା ନାହିଁ। ହେ ମୋର ଭାଇ ମାନେ ଆପଣ ଚିନ୍ତା କରନ୍ତୁ ସଦା ସର୍ବଦା ଯିଏ ଧର୍ମ ପଥରେ ଥିବ ତାର କୌଣସି କଳି ମୁଁ ଆପଣଙ୍କୁ ଏଇଟା ସତ୍ୟ ବଚନ କହୁଛି କଳି ତାର କୌଣସି ବଙ୍କା କଲା ଭଳିଆ କଳିର ପାୱାର ନାହିଁ କାହାରି ପାୱାର ନାହିଁ। ଆପଣ ଯଦି ସତ୍ୟ ପଥରେ ଥିବେ ଏ ସତ୍ୟ ପଥରେ ଥିବ ତାକୁ କି କରିବ ଦୁଷ୍ଟ ଦାନ ବୋଲ ଯାଇ ଫୁଲ ଆଲୋ ଯାଇ ଫୁଲ ଯାର ବନ୍ଧୁ ଅଟେ ବାସୁଦେବ ଯାଇ ଫୁଲ। ଯୋଉମାନେ ସତ୍ୟ ପଥରେ ଥିବେ ଯୋଉମାନେ ସତ୍ୟକୁ ସାଙ୍ଗ କରି ଜୀବନଚର୍ଯ୍ୟା କରୁଥିବେ ସେମାନଙ୍କର ଏ କଳି କିଛି କରିପାରିବ ନାହିଁ। କଳି ହଟିଯିବ କଳି ଆସିବ ତା ପାଖକୁ ଅନେକ ବିପଦ ନେଇକି ଆସିବ କିନ୍ତୁ ଆସିବ ପାହାଡ ଭଳି ପଳେଇଯିବ ସୋଲ ଭଳି। କାହିଁକି ନା ଯାହାର ବନ୍ଧୁପା ପଦ୍ମଲାଭ ଅଛନ୍ତି ତାର ଏ କଳି କଣ କରିବ। କଳି କଳିସରୁ ସେଇ ବ୍ୟକ୍ତି ମୁକ୍ତି ପାଇବ ଯିଏ ସତ୍ପଥରେ ଥିବ ସବୁବେଳେ ଚିନ୍ତନ କରିବ ଯେ ମତେ ଈଶ୍ୱରଙ୍କ ଦୟାରୁ ମୁଁ ଖଣ୍ଡେ ଚାକିରି କରିଛି ମୁଁ ଗଭର୍ଣ୍ଣମେଣ୍ଟ ଦରମା ଆଣୁଛି ମୁଁ କାହିଁ ନିରୀହ ପ୍ରଜାଙ୍କଠୁ ତଣ୍ଟି ଚିପିକି ଟଙ୍କା ଶୋଷଣ କରିବି। କୋଉଠି ମିଥ୍ୟା କଥା ପ୍ରତ୍ୟେକ କଥାରେ ଆଜ୍ଞା ଆପଣ କୋଉଠି ଅଛନ୍ତି ଆଜ୍ଞା ମୁଁ ଅଛି ସାଲେପୁରରେ ମୁଁ କହିବି ମୁଁ ପା ଅଛି ଭୁବନେଶ୍ୱରରେ। ଆଜ୍ଞା ଏଇ ଯୋଉ ଭଳି ଅଯଥାରେ ମିଥ୍ୟା କଥା କହିବା ଅଯଥାରେ ମିଥ୍ୟା କଥା କହିବା ଘୋର ଅପରାଧ। ଆଜ୍ଞା ଆଜ୍ଞା ପିଲାମାନେ ଆମେ ପାଠ ପଢିଲା ବେଳେ ସ୍କୁଲରେ ଗୋଟେ କଥା କୁହାଯାଏ ସତ କହିଲେ ଜଗନ୍ନାଥ ମିଛ କହିଲେ ଆଜ୍ଞା ମହାପାପ। ଆଜ୍ଞା ପାପ କୋଉଠି ନଥାଏ ପାପ ତମରି ପାଖରେ ଥାଏ। ଆପଣ କେତେ ପୁଣ୍ୟ କଲେ କେତେ ପାପ କଲେ ପାପ ପୁଣ୍ୟର ହିସାବ ଆପଣ ନିଜେ ନେଇକି ଦଉଛନ୍ତି ଯମପୁଳରେ। କେମିତି ନା ଆପଣ ଯେତେବେଳେ ଶୟନ କରୁଛନ୍ତି
ଆଜି ଦିନରେ କେତେ ପାପ କଲେ କେତେ ପୁଣ୍ୟ କଲେ ଆପଣ ଶୋଇଲା ପରେ ଚେତା ଶକ୍ତି ଆପଣ ରହିଲା ଚୈତନ୍ୟ ଗଲା ସେଠି ଆଜି କେତେ ପାପ କରିଛି କେତେ ପୁଣ୍ୟ କରିଛି ତାର ସବୁ ବାୟୋଡାଟା ସବୁ ଟିପିକି ଆସିଲା। ମୁଁ ସିଆଡକୁ ଯାଉନି ଆଜ୍ଞା, ମୋର କହିବାର ତାତ୍ପର୍ଯ୍ୟ ହେ ଭାଇ ମାନେ ଆମେ ସଂସାରରେ ଜନ୍ମ ହେଇଛେ, ଈଶ୍ୱର ଆମକୁ ହାତ ଗୋଡ଼ ଚାରିଟା ଦେଇଛି, ଖଟିବା ଖାଇବା ସତ୍ ପଥରେ ରହିବା, ସତ୍ କଥା କହିବା, ସତ୍ ସଙ୍ଗ କରିବା, ଅସତ୍ ସଙ୍ଗକୁ ବର୍ଜନ କରିବା, ମଦ୍ୟ ଖାଇବା ନାହିଁ ନା ମଦ୍ୟପକୁ ପ୍ରଶୟ ଦବା ନାହିଁ, ଏଇଭଳି କାର୍ଯ୍ୟ କଲେ ସଂସାରରୁ ଆମେ ମୁକ୍ତି ପାଇବା। ହଉ, ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ଜୟ ଶ୍ରୀ ଅଚ୍ୟୁତ।